हरि ओम। आजिर भिडियो समस्त को स्वागत। भाषा महक पंचम श्रेणी पाठ 4 शैशवर कथा पढ़िबा चलो। लेखक होउछंती फकीरमोहन सेनापति। 1843 ख्रीष्टाब्दर जानुआरी मासरे अथवा सन 1250 साल मकर संक्रांति शुक्रवार दिन बालेश्वर सहरर मल्लिकाशपुर नामक ग्रामरे मोहर जन्म। मातांकर नाम तुलसी देई, पितांकर नाम लक्ष्मण चरण सेनापति। शुणिछि जन्म मात्र मो डेबिरी कान उपर पुड़ा फुटाई गोटे सुना फासिया पिंधाई दिया जाइथिला। मोहर गोटे बड़ भाई थिले नाम चैतन्य चरण। मो जन्म पूर्वे से परलोक प्राप्त होइथिले। लोकंकर संस्कार थिला बड़ पुओ मरिथिले ताहार तळ पुओ जन्म मात्र सेही पुत्रर कान फुड़ाई देले जम ताकू अग्राह्य करी घेनी जाए नाही। बाल्यकाଳରେ ମୁଁ ଏ ପ୍ରକାର ଶତ ଶତ କାନପୁଡ଼ା ଦେଖିଛି। ମୋହର 1 ବର୍ଷ 5 ମାସ ବୟସ ସମୟରେ ପିତୃଦେବ ଜଗନ୍ନାଥ ଦେବଙ୍କ ରଥଯାତ୍ରା ଦର୍ଶନ ସକାଶେ ପୁରୀ ଯାତ୍ରା କରିଥିଲେ। ବାହୁଡ଼ା ସମୟରେ ଭୁବନେଶ୍ୱରଠାରେ ଓଲା ଉଠା ରୋଗରେ ଲୋକାନ୍ତର ପ୍ରାପ୍ତ ହେଲେ। ସଙ୍ଗୀ ଯାତ୍ରା ଥିଲେ ଗ୍ରାମସ୍ଥ କେତେଜଣ ଲୋକ ଓ ତାହାଙ୍କର ଜନନୀ ମୋ ଠାକୁର ମା। ଠାକୁର ମାଙ୍କ ପାଖରୁ ଶୁଣିଛି ଯେ ଭୁବନେଶ୍ୱର ମନ୍ଦିର ସମୀପସ୍ଥ ବିନ୍ଦୁସାଗର ପୁଷ୍କରିଣୀର ପଥର ଘାଟ ଉପରେ ବାବା ପ୍ରାଣତ୍ୟାଗ କଲେ। ତାଙ୍କର ପରଲୋକ ଗମନ ସମ୍ବାଦ ଶୁଣି ଗ୍ରାମସ୍ଥ ଲୋକେ କାନ୍ଦିବାକୁ ଲାଗିଲେ। ବାବାଙ୍କର ଗୋଟିଏ ପୋଷା କୁକୁର ଥିଲା। ସେ ମଧ୍ୟ ଲୋକମାନଙ୍କ ସହିତ ମିଶି ରଡ଼ି କରିବାକୁ ଲାଗିଲା। ଲୋକମାନେ ତୁନି ହେଲେ ମାତ୍ର ସେ ନିବୃତ୍ତ ହେଲା ନାହିଁ। ବାବା ଯେଉଁ ଯେଉଁ ସ୍ଥାନକୁ ଯାଉଥିଲେ, ଗ୍ରାମରେ ଯେଉଁ ଯେଉଁ ସ୍ଥାନରେ ବସୁଥିଲେ, ସେହି ସମସ୍ତ ସ୍ଥାନକୁ ବାରମ୍ବାର ଯାଇ ଶୁଙ୍ଘି ଆସେ। 8 ଦିନ ପର୍ଯ୍ୟନ୍ତ ଅନାହାରରେ ରହି ମରିଗଲା। ବାବାଙ୍କର ମୃତ୍ୟୁ ସମ୍ବାଦ ଶୁଣି ମା ଯେଉଁ ଶଯ୍ୟା ଗ୍ରହଣ କଲେ, ସେଥିରୁ ଆଉ ସେ ଉଠି ନାହାନ୍ତି। 14 ମାସ ପର୍ଯ୍ୟନ୍ତ ଶାରୀରିକ ଏବଂ ମାନସିକ ଘୋର ଯନ୍ତ୍ରଣା ଭୋଗ କରି ସନ୍ 1252 ସାଲ ଭାଦ୍ରବ ଶୁକ୍ଳ ଅଷ୍ଟମୀ ଦିବସରେ ପ୍ରାଣତ୍ୟାଗ କଲେ। ମୁଁ ସେହି ଦିନଠାରୁ ନିତାନ୍ତ ଅସହାୟ ହେଲି। ମୋର ସମବୟସ୍କ ସହାୟ ସମ୍ପନ୍ନ ବହୁ ପରିମାଣରେ ସୁସ୍ଥ ଶରୀର, ବଳିଷ୍ଠ ଓ ସୌଭାଗ୍ୟବାନ ଅନେକ ପୁରୁଷ ପୃଥିବୀ ତ୍ୟାଗ କରି ଚାଲି ଯାଇଅଛନ୍ତି। ଅଥଚ ମାତୃପିତୃହୀନ ଚିରରୋଗୀ ମୁଁ ଜୀବନ କାଳରେ ବିବିଧ ପ୍ରକାର ଭୟଙ୍କର ବିପଦସଂକୁଳ ଅବସ୍ଥା ଅତିକ୍ରମ କରି ସମ୍ପ୍ରତି ଜରାଜୀର୍ଣ୍ଣ ଦୁର୍ବଳ ହସ୍ତରେ ମୋହର ଦୀର୍ଘ ଜୀବନର ଅସାର ଚରିତ ଲେଖିବାକୁ ବସିଅଛି। ଏହା କାହାର ଆଦେଶ, କାହାର ଅନୁଗ୍ରହ ଓ ସହାୟତା? ଗୋଟିଏ କ୍ଷୁଦ୍ରତମ ଦୁର୍ବା ଦଳର ସୃଷ୍ଟି ମଧ୍ୟ ଉଦ୍ଦେଶ୍ୟବିହୀନ ନୁହେଁ। କିଛି ଉଦ୍ଦେଶ୍ୟ ସାଧନ ସକାଶେ ଭଗବାନ ମୋତେ ଏତେ କାଳ ଜୀବିତ ରଖାଇଅଛନ୍ତି। ପିତାମାତାଙ୍କ ବିୟୋଗ ଉତ୍ତାରେ ଯେମନ୍ତ ପ୍ରଭୁଙ୍କ ଆଦେଶରେ ପିତାମହୀ କୁଚିଳା ଦେଇ ମୋତେ କୋଳକୁ ଉଠାଇ ନେଲେ। ଦେଶରେ ପ୍ରବାଦ ଅଛି, ପାଳେ ତ ବାପର ମା, ପାଳେ ତ ମାଆର ମା। ମୋ ଜୀବନ ରକ୍ଷା ନିମନ୍ତେ ଠାକୁର ମା ଯେତେ ଯତ୍ନ, ଯେତେ ଦାରୁଣ ଯନ୍ତ୍ରଣା ଭୋଗ କରିଛନ୍ତି, ବର୍ତ୍ତମାନ ଛାୟା ରୂପେ ସେ ସବୁ କଥା ମୋ ମନରେ ଉଦିତ ହେଲେ ପ୍ରାଣ ଆକୁଳ ହୋଇ ଉଠେ। ହାୟ, ସେ ଉପକାରରେ ମୁଁ କିଛି ହିଁ ପ୍ରତିଦାନ କରିପାରି ନାହିଁ। ଜନନୀଙ୍କ ପରଲୋକ ଗମନ ଉତ୍ତାରେ 7-8 ବର୍ଷ ପର୍ଯ୍ୟନ୍ତ ଗ୍ରହଣୀ, ଅର୍ଶ ପ୍ରଭୃତି ଯନ୍ତ୍ରଣାଦାୟକ ରୋଗରେ ଶଯ୍ୟାଗତ ହୋଇ ପଡ଼ିଥିଲି। ଠାକୁର ମା ଦିବାନିଶି ମୋ ଶଯ୍ୟା ପାଖରେ ଜଗି ବସିଥାନ୍ତି। ମାସକ ଉତ୍ତାରେ ମାସ, ବର୍ଷକ ଉତ୍ତାରେ ବର୍ଷ କେତେ କାଳ ଏହି ଭାବରେ ବହିଯାଇଛି। ଅନିଦ୍ରା ଅନାହାରରେ ଠାକୁର ମା ସେ ସମୟରେ କେତେ ଦିବାନିଶି କାଟିଛନ୍ତି। ଯେମନ୍ତ ମୃତ୍ୟୁ ମୋହର ଗୋଟାଏ ହାତ ଏବଂ ଠାକୁର ମା ଅନ୍ୟ ହାତ ଧରି ଟାଣୁଥାନ୍ତି। ଶେଷରେ ଠାକୁର ମା ଜୟୀ ହେଲେ ଏବଂ ମୁଁ ନିରାମୟ ହେବାକୁ ଲାଗିଲି। ମୋହର ପୀଡ଼ା ସମୟରେ ଠାକୁର ମା ମୋ ଶଯ୍ୟାରେ ବସି କରଯୋଡ଼େ ଜଗତର ଯାବତୀୟ ଦେବଦେବୀଙ୍କଠାରେ ମୋହର ପ୍ରାଣ ଭିକ୍ଷା କରୁଥିଲେ। ବାଲେଶ୍ୱରରେ 2 ପୀର ଥିଲେ। ଶେଷରେ ଠାକୁର ମା ସେହି 2 ପୀରଙ୍କୁ ଧରି ବସିଲେ। ସେମାନଙ୍କଠାରେ ସେ ମାନତା କଲେ, ମୋ ପିଲା ବ୍ରଜ ଭଲ ହୋଇଗଲେ ମୁଁ ତାହାକୁ ତୁମ୍ଭମାନଙ୍କର ଫକୀର ବା ଗୋଲାମ କରିଦେବି। ପ୍ରଥମେ ମୋହର ନାମ ରଖାଯାଇଥିଲା ବ୍ରଜମୋହନ। ଠାକୁର ମା ମୋ ନାମ ରଖିଲେ ଫକୀର। ପୀରମାନଙ୍କ ମନୋତୁଷ୍ଟି ସକାଶେ
ଠାକୁର ମା ଏହି ପଠାଣିଆ ନାମ ରଖିଥିଲେ। ରୋଗ ଛାଡ଼ିଗଲା, ମୁଁ ବଞ୍ଚିଗଲି। ମାତ୍ର ଠାକୁର ମା ସର୍ବସ୍ୱ ତ୍ୟାଗ କରି ମୋତେ ପୀରମାନଙ୍କୁ ଦେଇପାରିଲେ ନାହିଁ। କେବଳ ପ୍ରତିବର୍ଷ ମହରମ ସମୟରେ 8 ଦିନ ସକାଶେ ମୋତେ ଫକୀର କରିଦେଉଥିଲେ। ସେହି କେତେଦିନ ମୁଁ ଫକିରୀ ପୋଷାକ ପିନ୍ଧି ରହିଥାଏ। ଆଣ୍ଠୁ ଯାଏଁ ଗୋଟିଏ ଜଙ୍ଘିଆ, ଦେହରେ ନାନା ରଙ୍ଗ କନାରେ ତିଆରି ଗୋଟିଏ ଚପକନ, ମୁଣ୍ଡରେ ଫକିରୀ ଟୋପି, କାନ୍ଧରେ ନାନା ରଙ୍ଗ ମିଶ୍ରିତ ଗୋଟାଏ ଝୁଲି ଏବଂ ହାତରେ ଜଉମଡ଼ା ଲାଲ ରଙ୍ଗର ଗୋଟାଏ ବାଡ଼ି। ସେହି ପୋଷାକ ପିନ୍ଧି ମୁହଁରେ ଫୁଲଖଡ଼ି ବୋଳି ହୋଇ ସକାଳେ ଉପରଓଳି ଗ୍ରାମ ମଧ୍ୟରେ ଘରେ ଘରେ ଭିକ ମାଗି ବୁଲେ। ସନ୍ଧ୍ୟା ସମୟରେ ସେହି ସମସ୍ତ ଚାଉଳ ବିକ୍ରି କରି ଯେତେ ପଇସା ମିଳେ ପୀରମାନଙ୍କ ଶିରିନି ସକାଶେ ସେସବୁ ପଠାଇ ଦିଆଯାଏ। ଚାଟଶାଳୀରେ ପଢ଼ାରମ୍ଭ ସମୟକୁ ମୋହର ପ୍ରାୟ 9 ବର୍ଷ ବୟସ ହୋଇଥିଲା। ସହର ମଧ୍ୟସ୍ଥ ପ୍ରତ୍ୟେକ ବଡ଼ ଗ୍ରାମରେ, ଗ୍ରାମ ସାନ ଥିଲେ 2-3ଟା ଗ୍ରାମରେ ଗୋଟିଏ ଗୋଟିଏ ଚାଟଶାଳୀ ଥିଲା। ଅବଧାନମାନେ ଚାହାଳି ବସାଇ ଚାଟମାନଙ୍କୁ ପଢ଼ାଉଥିଲେ। ଚାଟଶାଳୀରେ ବେଆଇନ କାର୍ଯ୍ୟ କିଛି ନଥିଲା। ସମସ୍ତ ନିୟମାବଦ୍ଧ। କାର୍ଯ୍ୟବିଧି ଲଙ୍ଘନକାରୀ ପ୍ରତି ଦଣ୍ଡ ଅନିବାର୍ଯ୍ୟ। ଅବଧାନଙ୍କର ଆଜ୍ଞା ବିନା କୌଣସି ଚାଟର ଉଠବସ ହେବାର ଆୟତ୍ତ ନଥିଲା। ପ୍ରତିଦିନ ଚାହାଳି ଛୁଟି ବେଳେ ଚାଟମାନଙ୍କ ହାତରେ ସୁନ ଚାଟି ଦିଆଯାଏ। କେଉଁ ଚାଟ କେତେବେଳେ ଚାହାଳିକୁ ଆସିଥିଲା ତାହା ଆପେ ଅବଧାନେ ଏବଂ ବଡ଼ ଚାଟ ଅର୍ଥାତ୍ ଯେଉଁ ଚାଟ ସମସ୍ତଙ୍କଠାରୁ ବେଶୀ ପଢ଼ିଥାଏ ମନରେ ରଖିଥାନ୍ତି। ଚାହାଳି ଭାଙ୍ଗିବା ବେଳେ ଚାଟମାନେ 2 ହାତ ପାପୁଲିଯୁକ୍ତ ଭାବରେ ମେଲାଇ ରଖି ଅବଧାନଙ୍କ ଆଡ଼କୁ ହାତ ବଢ଼ାଇ ଦେଇ ଧାଡ଼ି ବାନ୍ଧି ଛିଡ଼ା ହୋଇଯାଆନ୍ତି। ଯେଉଁ ଚାଟ ସମସ୍ତଙ୍କ ଆଗେ ଚାହାଳିକୁ ଆସିଥାଏ ତାହା ହାତ ପାପୁଲିରେ ଅବଧାନେ ବେତର ଅଗ ଛୁଆଇଁ ଦିଅନ୍ତି, ସେଟା ହେଲା ସୁନ। ତହିଁ ଉତ୍ତାରେ 2-3 କରି ଶେଷ ପର୍ଯ୍ୟନ୍ତ 1-1 ସଂଖ୍ୟା ବଢ଼ି ଭିନ୍ନ ଭିନ୍ନ ଚାଟଙ୍କ ହାତରେ ବେତର ପାହାର ପଡ଼ୁଥାଏ। ଅର୍ଥାତ୍ ଉପସ୍ଥିତି ବିଷୟରେ ଯେ ଦ୍ୱିତୀୟ ତାହା ହାତରେ 2 ଥର, ଯେ ତୃତୀୟ ତାହା ହାତରେ 3 ଥର, ଯେ ଚତୁର୍ଥ ତାହା ହାତରେ 4 ଥର ବେତର ପାହାର ପଡ଼େ। ଏହି ବେତର ପାହାରର ବଳ ସବୁ ସମୟରେ ସମାନ ନୁହେଁ, ଟାଣ ଓ ଉଶ୍ୱାସ ଥାଏ। ସୁନ ଚାଟି ଦେଲାବେଳେ ଅବଧାନେ ଚାଟ ମୁହଁକୁ ଅନାନ୍ତି। ଯେଉଁଠାରେ କୌଣସି ଜବାବଦିହି ହେବାର ସମ୍ଭାବନା ଥାଏ ସେଠାରେ ବେତର ଆଣ୍ଟଟା କିଛି କୋହଳ ହୋଇଯାଏ। ଅନ୍ୟ ଚାଟଙ୍କ ହାତରେ ବେତର ଶବ୍ଦଟା ପଟାପଟ ଶୁଭେ। କୌଣସି ଚାଟ ଯଦି ବେଶୀ ବେଳ ଯାଏ ଶୋଇପଡ଼େ ଏବଂ ବିଛଣାରୁ ଉଠି ମଝି ବାହାରେ ଚାଳ ଉପରେ ଖରା ପଡ଼ିଥିବାର ଦେଖେ, ତେବେ ସେ ସୁନ ଚାଟି ଡରରେ ଚାହାଳିକୁ ନ ଯାଇ ନିରାପଦ ସ୍ଥାନ ଅର୍ଥାତ୍ ହାଣ୍ଡିଶାଳରେ ପଶି ହାଣ୍ଡି ଫନ୍ଦଟା ଧରି ବସି ପଡ଼େ। ହେଲେ ସେ ଅବସ୍ଥାରେ ମଧ୍ୟ ତାହାର ରକ୍ଷା ନାହିଁ। ସ୍ୱଜାତୀୟ ଯୋଡ଼ାଏ ପୁଞ୍ଜାଏ ପିଲା ଲଙ୍ଗଳା ହୋଇପଡ଼ି ହାଣ୍ଡିଶାଳରେ ପଶି ଅପରାଧୀକୁ ଧରି ଆଣି ଶୂନ୍ୟେ ଶୂନ୍ୟେ ଟେକି ଚାହାଳିକୁ ଧରି ଘେନି ଯାଆନ୍ତି। ଚାହାଳିରେ ଉପସ୍ଥିତ ମାତ୍ରେ ବିଚାରକ ଅବଧାନ ତାହା ପିଠିରେ କେତେଟା ପାହାର ବସାଇ ଦିଅନ୍ତି। ମୁଁ ଏହିପରି ଗୋଟିଏ ଚାହାଳିରେ ପଢ଼ିବାକୁ ଆରମ୍ଭ କଲି। ସେଠାରେ ସକାଳେ ଖଳିପାଠ ହୁଏ ଏବଂ ଉପରଓଳି ପୋଥି ପଢ଼ା ହୁଏ। ପଢ଼ା ସରିଲେ ଅନ୍ୟାନ୍ୟ ଚାଟମାନେ ଘରକୁ ଯାଆନ୍ତି। କିନ୍ତୁ ମୋତେ ଚାହାଳିରେ ରହି ଅବଧାନଙ୍କର ସେବା ଏବଂ ତାଙ୍କ ରୋଷେଇରେ ସାହାଯ୍ୟ କରିବାକୁ ହୁଏ। ସେ ଅବଧାନଙ୍କ ନାମ ବୈଷ୍ଣବ ମହାନ୍ତି, ନିବାସ କଟକ ଜିଲ୍ଲା। ମୋର ବଡ଼ବାପା ପୁରୁଷୋତ୍ତମ ସେନାପତି ମୋ ପ୍ରତି ବଡ଼ ନିଷ୍ଠୁର ଥିଲେ। ମାସ ଶେଷରେ ଅବଧାନ ଦରମା ମାଗିବାକୁ ଗଲେ ବଡ଼ବାପା କହନ୍ତି, ତୁମେ ତ ଫକୀରକୁ ପାଠ ପଢ଼ାଉ ନାହଁ, ଦରମା ମାଗୁଛ କ'ଣ? ଅବଧାନେ ଜବାବ ଦିଅନ୍ତି, ମୁଁ ତ ଦିନରାତି ତାହାକୁ ପାଖରେ ବସାଇଛି, ଦଣ୍ଡେ ହେଲେ ଖେଳିବାକୁ ବୁଲିବାକୁ ଛାଡ଼ୁନାହିଁ। ବଡ଼ବାପା କହନ୍ତି, କାହିଁ, ତା ପିଠିରେ ତ ଚିହ୍ନ ନାହିଁ। ଅବଧାନେ ବଡ଼ବାପାଙ୍କ ମନ କଥା ଭଲ କରି ବୁଝିଥିଲେ। ଚାହାଳିରେ ମୁଁ ବସିଥିଲି, ଅକାରଣ ବେତଟା ଧରି ମୋ ପିଠିରେ 10-12 ପାହାର ବାଡ଼େଇ ଗଲେ। ମାଡ଼ର ଶବ୍ଦ ଓ ମାଡ଼ର ଚିତ୍କାର ଶୁଣି ବଡ଼ବାପା ଓ ବଡ଼ମା ଭାରି ଖୁସି। କିନ୍ତୁ ଠାକୁର ମା ଦୌଡ଼ି ଆସି କହନ୍ତି, ଅବଧାନେ, ତୁମ୍ଭର କି ପୁଅ ଝିଅ କେହି ନାହିଁ? ଅକାରଣ ପିଲାଟାକୁ ବାଡ଼ଉଛ? ପ୍ରତ୍ୟେକ ଥର ଅବଧାନଙ୍କ ଦରମା ଦେବାବେଳେ ଏହିପରି ଅଭିନୟ ହୋଇଥାଏ। କିଛି କାଳ ପରେ ବୈଷ୍ଣବ ମହାନ୍ତି ତାଙ୍କ ଗ୍ରାମକୁ ଚାଲିଗଲେ। ଆମ୍ଭ ଗ୍ରାମରେ ନଣ୍ଡା ଗୋସାଇଁ ମଠରେ ଗୋଟାଏ ଚାହାଳି ଥିଲା। ମୁଁ ସେହି ଚାହାଳିରେ ଭର୍ତ୍ତି ହେଲି। ସେଠାରେ ପ୍ରତିପଦ, ଅଷ୍ଟମୀ, ଚତୁର୍ଦ୍ଦଶୀ ଓ ଅମାବାସ୍ୟା ଏହି ତିଥିମାନଙ୍କରେ ଚାହାଳି ପଢ଼ା ବନ୍ଦ। ଏହି ତିଥିମାନଙ୍କରେ ଉପରଓଳି କେତେଜଣ ବଡ଼ ବଡ଼ ଚାଟ ପିଲା ମିଳି ଗ୍ରାମ ମଧ୍ୟରେ ସ୍ତ୍ରୀମାନଙ୍କ ପାଖରେ ବସି ଗୀତ ଗାଉଁ। ସେମାନେ ଚାଟଭିକ୍ଷା ଚାଉଳ ଦିଅନ୍ତି।
ସେହି ଚାଉଳରେ ଅବଧାନଙ୍କର ଅନ୍ନ ବାଡ଼ଟା ଚଳିଯାଏ। କେବେ କେବେ ଚାଉଳ ବଳି ପଡ଼ିଲେ ଅବଧାନେ ବିକି ପଇସା ସଞ୍ଚନ୍ତି। ଚାଟ ଭିକ୍ଷା ଛାଡ଼ି ଆହୁରି ମଧ୍ୟ ଢେର ଚାଉଳ ଅବଧାନେ ପାଉଥିଲେ। କେହି ଚାଟ ନୂଆ ଗୋଟାଏ କିଛି ପାଠ ଆରମ୍ଭ କଲେ ଚାହାଳିକୁ ଗୋଟିଏ ସିଧା ଆଣେ। ସିଧାର ସରଞ୍ଜାମ ହେଲା ସେରେ ଚାଉଳ, ଗୋଟିଏ ଗୁଆ, କିଛି ଗୁଡ଼ ଓ ଉଖୁଡ଼ା ଓ କେତେଟା ଫୁଲ। ସେ ସମୟରେ ବାଲେଶ୍ୱରରେ ଗୋଟିଏ ପାର୍ସି ଅବୈତନିକ ସ୍କୁଲ ଥିଲା। ଚାହାଳି ପାଠ ଶେଷ କରି ମୁଁ ଆପେ ଯାଇ ସେହି ସ୍କୁଲରେ ନାମ ଲେଖାଇ ପଢ଼ିବାକୁ ଆରମ୍ଭ କଲି। ସ୍କୁଲରେ 3 ଜଣ ଆଖୁଞ୍ଜି ଓ ଜଣେ ଓଡ଼ିଆ ପଣ୍ଡିତ ନିଯୁକ୍ତ ଥିଲେ। ଓଡ଼ିଆ ପଣ୍ଡିତଙ୍କ ନାମ ବନମାଳୀ ବାଚସ୍ପତି। ବାପ ଭାଇ ପ୍ରଭୃତିଙ୍କୁ କିପରି ଚିଠି ଲେଖିବାକୁ ହୁଏ, କଚେରୀରେ ଦରଖାସ୍ତ କିପରି ଲେଖିବାକୁ ହୁଏ, ପଣ୍ଡିତେ ଛାତ୍ରମାନଙ୍କୁ ଏତିକି ମାତ୍ର ଶିଖାନ୍ତି।